ଯଦି କିଛି ଲୋକ ଆପଣଙ୍କୁ ଖରାପ ଭାବୁଛନ୍ତି ତେବେ ଏ କଥାକୁ ନେଇ କେବେ ଚିନ୍ତା କର ନାହିଁ, କାହିଁକି ନା ଆପଣଙ୍କୁ ସେମାନେ ସେତିକି ବୁଝିଛନ୍ତି ଯେତିକି ତାଙ୍କର ବୁଝିବା ଶକ୍ତି ଅଛି। ବାରମ୍ବାର ଅପମାନ ହେବା ପରେ ବି ଯେଉଁ ମଣିଷ ଆପଣଙ୍କୁ ଛାଡ଼ି ଚାଲିଯାଏ ନାହିଁ, ଏହାର ମାନେ ନୁହେଁ ଯେ ସେ ନିର୍ଲଜ୍ଜ ଅଟେ, ବରଂ ସତ କଥା ତ ଏହା ଅଟେ ତା ଜୀବନରେ ଆପଣଙ୍କର ସ୍ଥାନ ତା ଇଜ୍ଜତ ଠାରୁ ବଡ଼। ଯିଏ ଏକୁଟିଆ କାନ୍ଦିକି ଚୁପ୍ ହୋଇଥାଏ, ନିଜ ଦୁଃଖ କଷ୍ଟ ଲୁଚାଇବା ଶିଖିଥାଏ, ସେହି ମଣିଷ ହିଁ ଏ ଦୁନିଆର ଅଧିକ ଶକ୍ତିଶାଳୀ ହୋଇଥାଏ। ଗୋଟିଏ କଥା ମନେ ରଖିବେ, ସବୁଠୁ ଅଧିକ ଅପମାନ ଆପଣଙ୍କର ଲୋକ ହିଁ ଦେଇଥାଏ। ଯେତେବେଳେ ସବୁ ଲୋକ ଆପଣଙ୍କୁ ଛାଡ଼ି ଚାଲିଯାଇଥାନ୍ତି ସେତେବେଳେ ଆପଣଙ୍କ ଭିତରେ ଥିବା ସାହସ ଆଉ ଶକ୍ତି ବାହାରକୁ ବାହାରିଥାଏ, କାହିଁକି ନା ସାହସର ମଣିଷକୁ ଦୁର୍ବଳ କରିଦେଇଥାଏ। ଆପଣଙ୍କ ବୟସ ଯେତେ ହେଇଥାଉ କାହିଁକି ନା ପ୍ରତ୍ୟେକ ଦିନ ଜୀବନ ଆପଣଙ୍କୁ କିଛି ନା କିଛି ଶିକ୍ଷା ଦେଇଥାଏ। କିଛି ପାଇବାକୁ ଚେଷ୍ଟା କର, ନହେଲେ କିଛି ହରେଇ ଦିଅନ୍ତୁ, କିନ୍ତୁ ନିଜ ସ୍ୱାର୍ଥ ପାଇଁ କେବେ ବି କାହାର ବ୍ୟବହାର ନ କର। କାହାକୁ ବି ଏତେ ଅଧିକାର ଦିଅ ନାହିଁ ଯେ ସେ ତୁମ କଷ୍ଟର କାରଣ ସାଜିବ। କାହାକୁ ବି ଏତେ ସହଜ ସମୟ ଦିଅ ନାହିଁ ଯେ ସେ ତୁମକୁ ଅଣଦେଖା କରିବାକୁ ଲାଗିବ।